ଆଜିର ଅନୁଚିନ୍ତା କାହିଁକି ଡରୁଛ ବନ୍ଧୁ? ଯାହା ଲେଖା ଅଛି ଭାଗ୍ୟରେ ତାହା ହିଁ ହେବ। ବିଧିର ବିଧାନକୁ କେହି ବି ବଦଳାଇ ପାରିବେ ନାହିଁ। ଯେଉଁ ବ୍ୟକ୍ତି ଆପଣଙ୍କର ସମ୍ମାନ କରେ ନାହିଁ, ଆଦର କରେ ନାହିଁ, ଆପଣଙ୍କ ପ୍ରତି ଶତ୍ରୁର ବ୍ୟବହାର କରେ, ସେପରି ଲୋକଙ୍କ ପାଖରେ ରହିବା ଅପେକ୍ଷା ଜୀବନରେ ଏକୁଟିଆ ରହିଯିବା ଭଲ। ଜୀବନରେ ଅଧିକ ସିଧାସାଧା ବା ସରଳ ହେବା ଏତେ ବି ଭଲ ନୁହେଁ ବନ୍ଧୁ। ଯିଏ ଅଧିକ ସରଳ ଆଉ ସାଧାସିଧା ହୋଇଥାଏ ନା, ଲୋକ ତା'ର ଫାଇଦା ସବୁବେଳେ ଉଠାଇଥାନ୍ତି। ଭାଗ୍ୟବାନ ଲୋକ ଟିକେ ଦୁଃଖ ପାଇଲେ ଭଗବାନଙ୍କୁ ଦୋଷ ଦେଇଥାନ୍ତି, କିନ୍ତୁ ଭାଗ୍ୟହୀନ ଲୋକ ଟିକେ ଭଲ ହେଲେ ବି ଭଗବାନଙ୍କୁ ଧନ୍ୟବାଦ ଆଉ ସ୍ମରଣ କରିଥାନ୍ତି। ପ୍ରଭୁ ସବୁବେଳେ ନିଜ ଭକ୍ତର ପରୀକ୍ଷା ନେଇଥାନ୍ତି। ଏହି ପରୀକ୍ଷାରେ ଭକ୍ତମାନଙ୍କୁ ଅନେକ କଷ୍ଟର ସାମ୍ନା କରିବାକୁ ପଡ଼ିଥାଏ। ସାଧାରଣ ଲୋକ ଏହାକୁ ନିଜର ଦୁଃଖ ଭାବି ବି ପଛ ଛାଡ଼ି ଦେଇଥାନ୍ତି, କିନ୍ତୁ ସାଧକ ପ୍ରଭୁଙ୍କ ଇଚ୍ଛା ଭାବିକି ତା'ର ସାମ୍ନା କରିଥାନ୍ତି। ଯେଉଁ ଲୋକ କହିଥାନ୍ତି କି ବନ୍ଧୁ ନିଜ ଲୋକ ଆଗରେ ନଇଁଯିବା କିଛି ଖରାପ କଥା ନୁହେଁ, ସେମାନଙ୍କୁ ଏହା ଜଣାଥିବା ଦରକାର କି ଯିଏ ନିଜର ହୋଇଥାନ୍ତି ସିଏ କେବେ ନଇଁବାକୁ ଦେଇନଥାନ୍ତି। ଦେବତ୍ୱ କେବଳ ଶକ୍ତିଶାଳୀ ହେଲେ ନୁହେଁ ବନ୍ଧୁ, ବରଂ ବାସ୍ତବିକ ଦେବତ୍ୱ ଲୋକଙ୍କ ଭିତରେ ଶକ୍ତି ଜାଗ୍ରତ କରିବାରେ ଥାଏ। ଯେବେ ଲୋକ ଆପଣଙ୍କର ଖରାପ କରିଥାନ୍ତି ସେତେବେଳେ ଚିନ୍ତା କରିବ ନାହିଁ ବନ୍ଧୁ, କାହିଁକି ନା ଲୋକ ଆପଣଙ୍କୁ ମହତ୍ତ୍ୱ ଦେବାରେ ଅନ୍ୟ କୌଣସି ଉପାୟ ହିଁ ଜାଣିନଥାନ୍ତି। ସମସ୍ତଙ୍କ ସହିତ ଏମିତି ବ୍ୟବହାର କର, ଯଦି କିଏ ଆପଣଙ୍କ ବିଷୟରେ ଖରାପ କହେ, ଯେମିତି ଲୋକେ ତାକୁ ବିଶ୍ୱାସ କରିବେ ନାହିଁ। ଆମେ ନ କହିଲେ ବି ସେ ଶୁଣି ନେଇଥାନ୍ତି। ଏଥିପାଇଁ ତାଙ୍କ ନାମ ପରମାତ୍ମା ଅଟେ। ସିଏ ନ କହିଲେ ବି ଆମକୁ ଶୁଣାଯାଇଥାଏ। ଏହା ହିଁ ତାଙ୍କ ପ୍ରତି ଆମର ଶ୍ରଦ୍ଧା ଅଟେ। ଯଦି ବ୍ୟକ୍ତି ଶିକ୍ଷା ପୂର୍ବରୁ ସଂସାର ବେପାର ପୂର୍ବରୁ ବ୍ୟବହାର ଆଉ ଭଗବାନଙ୍କ ପୂର୍ବରୁ ମାତା ପିତାଙ୍କୁ ଚିହ୍ନିଯାଏ, ତେବେ ଜୀବନରେ କୌଣସି କଠିନତା ଆସିବ ନାହିଁ। ସ୍ୱାର୍ଥ ସଂସାରର ଏମିତି ଏକ କୂଅ ଅଟେ, ଯେଉଁଥିରେ ପଡ଼ିଲେ ବାହାରିବା ଏତେ ସହଜ ନୁହେଁ। ଯାହାକୁ ଭଗବାନଙ୍କ କୃପା ଉପରେ ଭରସା ଆଉ ନ୍ୟାୟ ଉପରେ ଭରସା ଥାଏ, ତାକୁ ସଂସାରର କୌଣସି ବି ସ୍ଥିତି ବିଚଳିତ କରିପାରିବ ନାହିଁ। ଜୀବନର ସବୁ କିଛି ଶେଷ ହୋଇଗଲା ପରି କିଛି ନାହିଁ ବନ୍ଧୁ। ସବୁବେଳେ ଏକ ନୂଆ ଆରମ୍ଭ ଆପଣଙ୍କ ଅପେକ୍ଷା କରିଥାଏ। ଆପଣ କେବେ ବି ସଫଳ ହୋଇପାରିବେ ନାହିଁ ବନ୍ଧୁ, ଯଦି ଆପଣ ବାରମ୍ବାର ନିଜ ଅତୀତକୁ ମନେ ପକାଇ ଚିନ୍ତିତ ହୋଇ ରହିଥାନ୍ତି। ତୁମେ ତାଙ୍କ ପାଇଁ କାହିଁକି ଆଖିରୁ ଲୁହ ଗଡ଼ାଉଛ, ଯିଏ ତୁମ ଲୁହର ଯୋଗ୍ୟ ହିଁ ନୁହେଁ, ଆଉ ପୁଣି ଜ୍ଞାନର କଥା କହୁଛ? ଯଦି ଏହି ଛୋଟ ଛୋଟ କଥା ଆପଣଙ୍କୁ ଭଲ ଲାଗିଥାଏ, ତେବେ ହୃଦୟରୁ ଲାଇକ୍ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ।